ओम गुरु ब्रह्मा गुरु विष्णु गुरुदेव महेश्वर गुरुदेव परम ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तये चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः भगवते वासुदेवाय नमः। ओम श्री गणेशाय नमः। श्रीमद्भागवत महापुराण दशम स्कंद दशम अध्याय। गोविंद 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 पदुगाळुछि मकरंद से मकरंद पान करी हेले तरिले ब्रजनारे से ब्रज नारी कपयोरे मन मथाऊ निरंतरे मो मन निरंतरे थाओ हा कृष्ण बोली जीव जाओ हा कृष्ण बोली जाऊ जीव मोते उद्धार वासुदेव दधि मंथने जे यशोदा श्रीकृष्ण स्तन पाने बाधा जाई भांगिले भाण्डमान जाई भांगिले भाण्डमान दशमध्या ए वर्णन श्रीशुकवाच नमयि प्रभु वनमाळी सुख सागर बालकेली दिने को देवी যশোবন্তী সেবকী মানে হকারন্তী আসি মিলিলে পরিবারি নমন্তি দেবী পাদ ধরি যশোদা বলন্তি উত্তর ঘোর বেভার তুম্ভে কর দধি মন্থিবি আও মোহি লবণী কেতে জানিবই মন আনন্দে নন্দ নারী দধি ভাণ্ডরে গুখুয়া ভরি যশোদা হইলা কসজ যাহার পুত্র দেবরাজ পিন্ধি সুরঙ্গ পাট শাড়ি রত্ন মে কলা অছি যোড়ি পৃথুল নিতম্ব যুগল সুবর্ণ চোড়ি বেনি কর বেনি স্তনর ক্ষীর ঝরে নূপুর বাজই পয়োরে হৃদরে হার কন্যে কাপ শিরে শ্রীমন্ত দিব্য রূপ খুয়া দৌড়ি ধরি করে বাম দক্ষিণ চালে ধ্যারে দৌড়ি টানিবার ভোরে বস্ত্র ন রহে দেহ দে রহে দেবী বস্ত্র ন রহে দেবী শিরে কবরি ফিটি লোটে তলে পুষ্প পড়ন্তি মালে মালে হৃদে কম্পন্তি পয়োধর কঙ্কণ নাদ বেনি কর মুখে শোভিত শ্রম ঝাড় রঙ্গ অধরে সুকপল দধি মন্থই মন তোষে কৃষ্ণ মিলিলে তার পাশে স্তন্য পিইবা আসে হরি জননী বস্ত্র করে ধরে দেখি যশোদা কোপ ভরে কৃষ্ণଙ୍କୁ বলন্তি উত্তর যাতু ন ধর এতে বেলে পছে ঘেনিবে গোড়ে তোতে কোলে শুনি কান্দন্তি বনমালী দেখি যশোদা দেলে গালি কৃষ্ণଙ୍କୁ করা অন্তে তুনি স্বস্বরে করি গীত ধ্বনি বালুত কালু যেতে জানি সুমরি গায়ে নন্দরানী কোকিল স্বর জিণি গীত শুনি কান্দন্তি গোপীনাথ হস্ত বঢ়াই গোপীনাথ খুয়া ধইলে বাম হস্ত যশোদা ন পারিলে চালি কোলে ধইলা বনমালী স্তন্য পিয়াই তো সমন শ্রীমুখে দেলা কচুম্বন
ଶୁଣ ପରୀକ୍ଷ ଏକ ଚିତ୍ତ ଏମନ୍ତ ହୋଇ ବିପରୀତ। ଚୁଲିରେ ବସିଥିଲା କ୍ଷୀର ଚାହିଁଲେ ପ୍ରଭୁ ଚକ୍ରଧର। ତକ୍ଷଣେ ପଡ଼ିଲା ଉତୁରି ଦେଖି ଧାଇଁଲେ ନନ୍ଦ ନାରୀ। କୃଷ୍ଣଙ୍କୁ ପକାଇଲା ତଳେ ଅଜ୍ଞାନ ମୋହ ମାୟା ଭୋଲେ। ଧାମଇ করে ଜଳ ଘେନି ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମୀ। କୋପେ ବସିଲା ଚକ୍ରଧର ହସ୍ତେ କାମୁଡ଼ିଲେ ଅଧର। କୋପେ ବସିଲା ଚକ୍ରଧରେ ଦାନ୍ତେ କାମୁଡ଼ିଲେ ଅଧରେ। ଉଠିଲେ ଭବ ସୁଖଦାତା ଘରୁ ଆଣିଲେ ଶିଳ ପୁତା। ପିଟିଲେ ଦଧି ଭାଣ୍ଡେ ନେଇ ଭାଜି ଗୋରସ ଗଲା ବହିଏ। ଭାଙ୍ଗି ଗୋରସ ଗଲା ବହିଏ। ପଳାଇ ଗଲେ ଅତି ଖରେ ଲୁଚିଲେ ଗମ୍ଭାରୀ ଭିତରେ। ଘରେ ଲବଣୀ ଥିଲା ଯେତେ ସବୁ ଖାଇଲେ ବେନି ହସ୍ତେ। କ୍ଷୀର ଉତାରି ଗୋପବାଳୀ ପୁଣି ମନ୍ଥନ ସ୍ଥାନେ ମିଳି। ଦେଖି ଚକିତ ଗାଳେ ହସ୍ତ ଏତେକ କର୍ମ କଲା ସୁତ। ବାଲକ ପୁଅ ଏଡ଼େ କୋପି ସତ୍ୟ କହିଲେ ମତେ ଗୋପୀ। ତାହାକୁ କଲି ମୁହିଁ କୋପ ଏବେ ମୁଁ ଦେଖିଲି ସ୍ୱରୂପ। ଆଜ କରିବି ପ୍ରତିଫଳ ଗୋପାଏ ପୀଡ଼ନ୍ତି ଚହଳ। ବଢ଼ିଲା କହୁଁ କହୁଁ କୋପ ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ। ଛାଟ ଲୁଚାଇ ପଛ ଭାଗେ ମିଳିଲା ଗମ୍ଭାରୀର ଲାଗେ। ଦ୍ୱାରେ ଚାହିଁଲା ଦେବୀ ଧୀରେ ଦେଖିଲା ପ୍ରଭୁ ଚକ୍ରଧରେ। ରୋଳ ଉପରେ ଗୋପୀନାଥ ଶିଲା ଧରିଣ ବାମ ହସ୍ତ। ମାର୍ଜାରୀ ପାଞ୍ଚ ସାତ ମେଳି ଲବଣୀ ଖାନ୍ତି କୌତୂହଳେ। ଦ୍ୱାରକୁ ଚାହିଁ ଚକ୍ରଧର ଭୟେ କମ୍ପନ୍ତି ଯେହ୍ନେ ଚୋର। ଦେଖି ଯଶୋଦା ପର ଜ୍ୱଳି ଯଷ୍ଟି ଉଞ୍ଚାଇ ଦେଲେ ଗାଳି। ଆଜ କରିବି ଖଣ୍ଡ ଖଣ୍ଡ ଛାଟେ ପିଞ୍ଜିବି ତୋର ପିଣ୍ଡ। ଦେଖି ଚକିତ ଭାବଗ୍ରାହୀ ରୋଳୁ ପଡ଼ିଲେ ବେଗେ ଡେଇଁ। କୃଷ୍ଣ ପଳାନ୍ତି ଭୟ ଘେନି ପଛେ ଗୋଡ଼ାନ୍ତି ନନ୍ଦରାଣୀ। ଯାହାର ନାହିଁ ଆଦି ଅନ୍ତ ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ। ତାହାଙ୍କୁ ପୁତ୍ର ପ୍ରାଏ ମଣି ପଛେ ଧାମଇ ଗୋପାଳୁଣୀ। ପୃଥୁ ନିତମ୍ବେ ଗୁରୁ ଭାରେ ଗୋଡ଼ାଇ ନ ପାରଇ ଖରେ। ପୁଣି ଗୋଡ଼ାଇ ପଛେ ଝୁଣ୍ଟି ଘଡ଼ିକେ ଉଠେ ଘର୍ମେ ଫୁଟି। କେଶ ଫିଟିଲା ଶ୍ରମ ଝାଳେ ଫୁଲ ପଡ଼ଇ ଫିଟି ତଳେ। ଯାହାର ଆଦି ଅନ୍ତ ନାହିଁ ଯଶୋଦା ପାଇବ ତା କାହିଁ। ଜାଣିନ ଯଶୋଦା ବିକଳ ଲେଉଟି ଚାହେଁ ଆଦି ମୂଳ। ମନେ ବିଚାରି ଭାବଗ୍ରାହୀ ଯଶୋଦା ଠାରେ ଦୟା ବହେ। ଯେବେ ମୁଁ ଯିବିଟି ପଳାଇ କେ ମୋତେ ପାରିବ ଗଡ଼ାଇ। ମନେ ଚିନ୍ତନ୍ତି ଦୟାନିଧି ରଜ୍ଜୁରେ ହୋଇ ବଇ ବନ୍ଦୀ। ଦେଖିଣ ଯଶୋଦା ବିକଳ ରହିଲେ ପ୍ରଭୁ ଆଦି ମୂଳ। ଧାଇଁ ଧଇଲା ଦେବୀ କରେ ଛାଟ ଉଞ୍ଚାଇ କୋପ ଭରେ। କୃଷ୍ଣଙ୍କୁ ଉଞ୍ଚାଇଲା ଧୀରେ ଚକ୍ଷୁ ଘଷନ୍ତି ବେନି କରେ। କୃଷ୍ଣ ବିକଳ ଦେଖି ମାତା ଛାଟ ପକାଇ କରେ ଚିନ୍ତା। ବୋଲଇ ବାନ୍ଧିବି ଏହାରେ ବେପାର କରୁଥିବି ଘରେ। ରୋଳେ ଘଟାଇଥିବି ନୀତି ଏଣେ ନଥିବେ ମୋର ଭୀତି। ଏମନ୍ତ ବିଚାରି ଅବଳା କେବ ବେଗେନ ରୋଳକୁ ଆଣିଲା। ଦଉଡ଼ି ଆଣିଅଛି ହସ୍ତେ ଦେଖି କାନ୍ଦନ୍ତି ଗୋପୀନାଥେ। ଅଣ୍ଟାରେ ଜୋଖିଲା କନେଇ ବେନି ଅଙ୍ଗୁଳ ନ ଅଣ୍ଟଇ। ପୁଣି ଜୋଖିଲା ଖଣ୍ଟ ଦୁଇ ବେନି ଅଙ୍ଗୁଳ ନ ଅଣ୍ଟଇ। ଏମନ୍ତ ଘରେ ଯେତେ ଥିଲା ଜୋଖନ୍ତେ ପୁଣି ନ ଅଣ୍ଟିଲା। ସାହି ପଡ଼ିଶା ଯେତେ ଘର ଦଉଡ଼ି ଆଣେ କୋପ ଭର।
ତାହା ଯୋଖିଲା ବେଗନେଇ ଦେଖିଲା ପୁଣି ନଅଣ୍ଟଏ କର ଅଙ୍ଗୁଳି ପୁଣି ଯୋଖିଏ ଦେଖି ଚକିତ ଗୋପ ଗୋପିଏ ହସି ନଦିଅନ୍ତି କର ତାଳିଏ ଯଶୋଦା ଲାଜ ପାଇ ଭାଳିଏ ଗୋପୀ ବୋଲନ୍ତି ହାସବାଣୀ ଦୌଡ଼ି ନ ପାରିଲୁ ଆଣିଏ ରାଣୀ ବୋଲ ଇ ଗୋପପୁରେ ବାନ୍ଧି ନ ପାରିଲୁ କୁମରେ ଶୁଣି ଯଶୋଦା ଲଜ୍ଜା ପାଇ ଭୂମି କିନିରେ କ୍ଷୀର ହୋଏ ଯଶୋଦା ଝାଳେ ଜୋର ଜୋର କାତରେ କମ୍ପ ଇ ଶରୀର କେଶ ବସନ ଅସମ୍ଭାଳ ଖୋସାରୁ ଖସେ ଫୁଲମାଳ ଯଶୋଦାଶ୍ରମ ଦେଖି ହରି ନିଜ ବନ୍ଧନେ ଦୟା କରି ତକ୍ଷଣେ ଦୌଡ଼ି ଅଣ୍ଟିଲା କୃଷ୍ଣଙ୍କୁ ରୋଳରେ ବାନ୍ଧିଲା ଯେ ହରି ତିନି ଗୁଣେ ଛନ୍ଦି ସଂସାର କରି ଅଛି ବନ୍ଦୀ ତାଙ୍କୁ ବାନ୍ଧିଲା ଆନନ୍ଦ ନାରୀ ଭକ୍ତ ବତ୍ସଳ ଯେଣୁ ହରି ମାତାଙ୍କୁ ଯେହୁ ଦୟା କଲେ ବ୍ରହ୍ମା ଶଙ୍କର ନ ପାଇଲେ କମଳା ସେବି ପଦ୍ମପାଦ ସେହି ନ ପାଇଲା ପ୍ରସାଦ ଭକ୍ତ ଜନରେ ଯେତେ ଦୟା ଜ୍ଞାନ ପାଇଲେ କାହିଁ ତାହା ଜନନୀ ବାନ୍ଧି ଗଲା ରଳେ ଜାମଳା ଅର୍ଜୁନର ତଳେ କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ ବିଚାର କଲେ ଭାବଗ୍ରାହୀ ପୂର୍ବେ କୁବେର ବେନି ସୁତେ ବୃକ୍ଷେ ହୋଇଲେ ବଳ ଚିତ୍ତେ ନାରଦ ତହୁ ସାପ ପାଇ ଅନେକ କାଳୁଛନ୍ତି ରହି ସେ ମୁନି ବୋଲିଛନ୍ତି ଯାହା ଅବଶ୍ୟ କରିବି ମୁଁ ତାହା ଏତେ ବିଚାରି ବନମାଳି ରୋଳେ ଟାଣିଲେ ପାଦ ଚାଲି ମିଳିଲେ ବେନି ବୃକ୍ଷ ମୂଳେ ଟେକି ଚାହିଁଲେ ବେନି ଡୋଳେ ସେ ହରିଚରଣ ପଙ୍କଜ ସୁଜନ ଜନେ ନିତ୍ୟ ଭଜ କହଇ ଦାସ ଜଗନ୍ନାଥ ଶ୍ରୀକୃଷ୍ଣ ବାଳକ ଚରିତ ଏହା ଶୁଣନ୍ତେ ନର ନାରୀ ହେଲେ ତରିବ ଭବବାରୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ये संहितायां दशमस्कन्धे श्रीकृष्ण बालक्रीडायां उदुखलबन्धनं नाम 10 अध्याय समाप्तो।